ପ୍ରଭୁ ବିଶ୍ୱବନ୍ଦ ଜଗନ୍ନାଥଙ୍କୁ, ରଘୁନାଥଙ୍କୁ, ମା କଟକଚଣ୍ଡୀଙ୍କୁ, ଗଡ଼ଗଡ଼େଶ୍ୱରଙ୍କୁ ସମସ୍ତଙ୍କୁ ଗୋଟିଏ ରୂପରେ ପ୍ରଣାମ ନିବେଦନ କରୁଛି। ଏଠି ଯେଉଁମାନେ ବସିଛନ୍ତି ସଂଘର ଆଶ୍ରିତ ହୁଅନ୍ତୁ ବା ନ ହୁଅନ୍ତୁ, ଯେଉଁମାନେ ଏଠି ଅଛନ୍ତି, ଯେଉଁମାନେ ଏଠି ନାହାନ୍ତି, ସମସ୍ତଙ୍କ ଭିତରେ ଯେଉଁ ଅଜ୍ଞାନତା ରହିଛି, ସେ ଅଜ୍ଞାନତା ଦୂରୀଭୂତ ହଉ, ସମସ୍ତେ ଜ୍ଞାନର ଆଲୋକ ପ୍ରାପ୍ତ ହୁଅନ୍ତୁ, ଏତିକି ବଳିଆ ପ୍ରାର୍ଥନା କରୁଛୁ। କଟକର ଏହି ସଂଘକୁ ମୁଁ ଆସିବା ପାଇଁ ମୋର ସବୁବେଳେ ଇଚ୍ଛା ଥାଏ, କାରଣ ମୋର ବାଲ୍ୟ ଜୀବନର କିଛି ଅଂଶ ଏଇ କଟକ ସହରରେ ଯାଇଛି। କଟକ ସହରରେ ପାଠ ବି ପଢ଼ିଛି, ଏଇ କଟକ ସହରରେ ଜନ୍ମ ମଧ୍ୟ ହେଇଛି। ତେଣୁ ମୋର କଟକ ପ୍ରତି ଗୋଟେ ସ୍ୱତନ୍ତ୍ର ଭଲ ପାଇବା ରହିଛି। ଭଲ ପାଇବା ଥିଲେ ବି ସିଏ ବହୁ କାର୍ଯ୍ୟକ୍ରମ ଭିତରେ ଲୋକମାନଙ୍କର ବିଭିନ୍ନ ସଧାର ନିମନ୍ତ୍ରଣକୁ ରକ୍ଷା କରି ମୁଁ ଅନେକ ସମୟରେ ସମୟ ପାଏନି, ଆସି ହୁଏନି, ଆସିବାକୁ ଇଚ୍ଛା ଥିଲେ ବି ହୁଏନି। ତେବେ ପବିତ୍ର କଟକ ସହରରେ କଟକ ସଂଘର ଭକ୍ତମାନେ ଏକତ୍ରିତ ହୋଇ ଏଇ ଯେଉଁ ଆଶ୍ରମଟିକୁ ଗଢ଼ିଛନ୍ତି, ଇଏ ଗୋଟେ ଛୋଟିଆ କଥା ବୋଲି ଭାବିଲେ ହେବନି। ଆମେ କହିବା ଏଇଟା ଗୋଟେ ଛୋଟିଆ କଥା, ଗୋଟେ ଘରଟ ହେଇଛି, ଆଉ କ'ଣ ମନ୍ଦିର ହେଇଥିଲେ ଭଲ ହେଇଥାନ୍ତା, ଗୋଟେ ଘର ହେଇଛି ଆଉ। କିନ୍ତୁ ପ୍ରକୃତରେ ଏସବୁ ଛୋଟ କଥା ନୁହେଁ। ଇଏ ହେଉଛି ବିଶ୍ୱର ସବୁଠାରୁ ବଡ଼ କଥା। ଯେଉଁଠି ସତ୍ସଙ୍ଗ ହୁଏ, ଭଗବାନଙ୍କର ନାମ କୀର୍ତ୍ତନ ହୁଏ, ଯେଉଁଠି ଆମେ ଏକତ୍ରିତ ହେଇ ବସି ମନ ଖୋଲା କଥାବାର୍ତ୍ତା ହେଇପାରୁ, ସେସବୁ ସ୍ଥାନ ହେଉଛି ବୈକୁଣ୍ଠ ସହିତ ସମାନ। ସ୍ୱର୍ଗ କେଉଁଠି ଗୋଟେ ଅଛି, ଆମେ ବି ଶୁଣିଛୁ, ଆପଣମାନେ ବି ଶୁଣିଥିବେ, କିନ୍ତୁ ସେ ସ୍ୱର୍ଗଟା କେଉଁଠି ତାକୁ କେହି ଏପର୍ଯ୍ୟନ୍ତ ସ୍ଥିର କରି କହିପାରିନାହାନ୍ତି। ସ୍ୱର୍ଗଟା କେଉଁଠି? ପ୍ରକୃତରେ ମୋ ମତରେ ସ୍ୱର୍ଗ ସେଇଠି ଯେଉଁଠି ପରସ୍ପର ପ୍ରତି ସରାଗ ରହିଛି,
ଜୀବନରେ ସେ ଭୋଗ କରେ, ସ୍ୱର୍ଗ ବି ଭୋଗ କରେ, ନର୍କ ବି ଭୋଗ କରେ। ଆମେ ଯଦି ଗୋଟେ ଭଲ ପରିବେଶ ସୃଷ୍ଟି କରିବା, ସେଇ ଗୋଟେ ସ୍ୱର୍ଗ ପାଇବା। ଯେଉଁ ପରିବେଶରେ ପରସ୍ପର ପ୍ରତି ଭଲ ପାଇବା, ମାନେ ସବୁକିଛି ବାର୍ତ୍ତାଳାପ ବ୍ୟବହାର ଯେଉଁଠି ଆମେ ଠିକ୍ ଭାବରେ ପାଇବା, ସେ ହେଉଛି ସ୍ୱର୍ଗ। ଯେଉଁଠି ଶୃଙ୍ଖଳା ବିହୀନ ବା ଶୃଙ୍ଖଳା ନାହିଁ, ସଂଯମତା ନାହିଁ, ପରସ୍ପର ପ୍ରତି ଭଲ ପାଇବା ନାହିଁ, ସେ କେବେ ସ୍ୱର୍ଗ ହେବ ନାହିଁ, ସେ ସବୁବେଳେ ନର୍କ ହେଇକି। ତେଣୁ ସେଇଥିପାଇଁ କୁହାଗଲା ସ୍ୱର୍ଗ ନରକ ବେନି ବାଣୀ, ମୁଁ ଏହା ଏକ ଧର୍ମେ ଯାଏ। ଆଉ ଗୋଟେ ପଦରେ କହିଲେ, ଯାହାର ସ୍ୱର୍ଗ ସୁଖ ନାହିଁ ନରକରେ ପଡ଼ିବ ବା କାହିଁ? ଯାହାର ସ୍ୱର୍ଗ ସୁଖ ବାଞ୍ଛା ସେ କରେ, ମୋର ସ୍ୱର୍ଗ ଦରକାର। ଯିଏ ଜୀବନରେ ସ୍ୱର୍ଗକୁ ଇଚ୍ଛା କଲେ, ମୁଁ କେମିତି ସ୍ୱର୍ଗକୁ ପାଇବି, ସେ ସ୍ୱର୍ଗ ତ ପାଏନି, ସେ ନର୍କକୁ। ଆପଣ ଜାଣିଥିବେ ଉପନିଷଦର ନଚିକେତାଙ୍କର କଥା। ନଚିକେତା ଆଶ୍ରମ ପ୍ରାଙ୍ଗଣରେ ବସି ଦେଖୁଛନ୍ତି, ତାଙ୍କ ବାପା ଗୋଟେ ବହୁତ ବଡ଼ ଯଜ୍ଞ କରିଛନ୍ତି ଏବଂ ସେ ଯଜ୍ଞରେ ସେ ବ୍ରାହ୍ମଣମାନଙ୍କୁ ଗୋ ଦାନ କରୁଛନ୍ତି। ଅନେକ ବ୍ରାହ୍ମଣମାନେ ଗୋଦାନ ପାଇକରି ବହୁତ ଖୁସି ହେଇ ଫେରୁଛନ୍ତି। ନଚିକେତା ବାପାଙ୍କର ଏହି କାର୍ଯ୍ୟଟିକୁ ଦେଖି ସେ ମଧ୍ୟ ଖୁସି ହେଉଛନ୍ତି। ଶେଷକୁ ମାନେ ଗାଈ ବା ଗୋମାତା ଆଉ ସେ ଆଶ୍ରମରେ ରହିଲେନି, କେହି ଆଉ ନାହାନ୍ତି, କିନ୍ତୁ ନବା ପାଇଁ ଅନେକ ବ୍ରାହ୍ମଣମାନେ ବା ଗରିବ ପ୍ରଜାମାନେ ଆସିଲେ। ତାଙ୍କୁ କ'ଣ ଦିଆଯିବ, ଏ ଗୋଟେ ଚିନ୍ତାର ବିଷୟ। ଶୂନ୍ୟ ହସ୍ତରେ ଫେରେଇ ଦେଲେ ମହାପାପ। ତେଣୁ ସେ ଏ ଯେଉଁ ରୁଗୁଣିଆ ଗାଈ, ବୁଢ଼ା ଗାଈ, ଯେଉଁମାନଙ୍କର ଆୟୁଷ ଗଲାଣି, ଏମିତିଆ ଗାଈ ଗୁଡ଼ିକୁ ସେ ବ୍ରାହ୍ମଣମାନଙ୍କୁ ଦାନ। ଏଇ କଥାଟା ନଚିକେତାଙ୍କୁ ବହୁତ ବାଧିଲା। ବାପା ହେଲେ ମଧ୍ୟ ବାପାଙ୍କର ଏତାଦୃଶ କାର୍ଯ୍ୟକୁ ସେ ଗ୍ରହଣ କରିପାରିଲେ ନାହିଁ। ସେ ଶେଷରେ ବାପାଙ୍କୁ ତ ଯାଇକିରି ଆଉ ଧମକେଇକିରି କହିବେନି, ସେ ବାପାଙ୍କ ପାଖରେ ପହଞ୍ଚି ବାପାଙ୍କୁ ପ୍ରଣାମ କରି ଶେଷରେ ସେ ବାପାଙ୍କୁ କହିଲେ ଯେ ଆପଣ ତ ବହୁ ବ୍ରାହ୍ମଣମାନଙ୍କୁ ବହୁ ଗୋମାତା ଦାନ କଲେ, ଅନ୍ନ ବସ୍ତ୍ର ସ୍ୱର୍ଣ୍ଣ ସବୁ ଦାନ କଲେ, ମୋତେ କାହାକୁ ଦାନ କଲେ? ଆପଣ ତ ଗାଈମାନଙ୍କୁ ଦାନ କଲେ,
ଆଶ୍ରମରେ ଯାହା ଶୁଣା ଶୁଣା ଥିଲା ତାକୁ ବି ଦାନ କଲେ। ତେବେ ଆପଣ ମତେ କାହାକୁ ଦାନ କଲେ? ବାପା ତାଙ୍କର ଟିକେ କାର୍ଯ୍ୟ ବ୍ୟସ୍ତତା ଥିବାରୁ ତାର ଉତ୍ତର ସେ ଦେଲେ। ସେ ଉତ୍ତର ଦେଲେ କିନ୍ତୁ ନଚିକେତା ବାପାଙ୍କ ପଛେ ପଛେ ଚାଲିଛି ଏବଂ ଏଇ ଗୋଟିଏ କଥା ସେ ବାପାଙ୍କୁ ନିବେଦନ କରୁଛି, ପିତାଶ୍ରୀ ଆପଣ ସବୁ ଦାନ କଲେ, ମତେ କାହାକୁ ଦାନ? ତାହେଲେ ଆପଣ ଜାଣିଛନ୍ତି ଲୋକମାନଙ୍କର ଏ ଭାଷା, ଶାସ୍ତ୍ରରେ କ'ଣ ସବୁ କଥା ଲେଖା ଅଛି, ଲୋକମାନଙ୍କ ଭାଷାକୁ ମଧ୍ୟ ଆମକୁ ବୁଝିବାକୁ ଲୋକ ଭାଷାରେ କୁହାଯାଏ, ପୁତ୍ରକୁ କୁହାଯାଏ ଇଏ ହଉଛି ସମ୍ପତ୍ତି, ବାପର ସମ୍ପତ୍ତି ହଉଛି ବାପର ରତ୍ନ ହଉଛି କନ୍ୟା, ଏମିତି ସବୁ କୁହାଯାଏ। ପୁତ୍ର ସେ ପିତାଙ୍କୁ ଉଦ୍ଧାର, ପିତା ଯଦି ତାଙ୍କର ଭୁଲ କାମ କରି ନର୍କଗାମୀ ହେଇଥିବେ, ନର୍କକୁ ମାନେ ନର୍କକୁ ଯିବା ପାଇଁ ତାଙ୍କର ସବୁ ବ୍ୟବସ୍ଥା ହେଇଛି ବୋଲି ଜାଣିଲେ, ପୁତ୍ର ଯଦି ଚାହିଁବ ସେ ବାପାଙ୍କୁ ନର୍କରୁ ବୁଲେଇ ଆଣିବ। ସେ ଏମିତି କାର୍ଯ୍ୟ କରିବ ଯେ ବାପାର ସେ ନର୍କ ଦଶାଟା ବି କରେ। ଆଜିକାଲି ବି ସେମିତି ପୁଅ ଅଛନ୍ତି। ଆମେ ଯୋଉ ଭାବୁଛୁ ଆମ ସମାଜରେ ଆଉ ସବୁଗୁଡ଼ାକ ମିଳିଗଲା, ନା, ଏମିତି ବି ପୁତ୍ର କନ୍ୟା ଏମିତି ସବୁ ଅନେକ ବ୍ୟକ୍ତି ଆଜି ମଧ୍ୟ ସମାଜରେ। ଆମେ ରାମାୟଣର ଶ୍ରବଣ କୁମାରଙ୍କ କଥା କହୁଛୁ, କିନ୍ତୁ ଆଜି ବି ଏଇ ସମାଜରେ ଅନେକ ଶ୍ରବଣ କୁମାର ମାନେ ଅଛନ୍ତି। ନାହାନ୍ତି ବୋଲି କଥା, ସତ୍ୟ କେବେ ବୁଡ଼ିଯାଏ ନା। ସତ୍ୟର ସ୍ୱରୂପ ଏତେ କଠିନ, ତାକୁ ଘୂରେଇବା ବା ତାକୁ ଭସେଇବା ଏତେ ସହଜ ନୁହେଁ। ଆପଣ ଦେଖନ୍ତୁ ମା ସୀତା କଥା ଆପଣମାନେ ସମସ୍ତେ ଉଣା ଅଧିକ ଜାଣିବେ। ସୀତାଙ୍କର ଜନ୍ମ ଗୋଟେ ଚାଷ କିଆରୀ, ମାନେ ଗୋଟେ ଯଜ୍ଞ ଭୂମିକି ସେ କର୍ଷଣ କରୁଥିଲେ ରାଜା ଜନକ ଅଙ୍କୁରାରୋପଣ ପାଇଁ। সেই ভূমিরে সে দেখিলে ঝিওটিয়ে ভাঙুছে। ये जो मंजुषा भितर झील थिले से पुणी माटी भितर काले पोता होगी थिले। जनक मंगल बुलू बुलू से बेतरा सीता थिले से मंगल सेयार काटिला। ये सब कथा गुड़ाक बढ़िया बिल्कुल चिंता भी करे कि क्या कहे जो किसी किसी लोक समालोचना भी बाबा सीता को गोटे क्षुद्र भाव भाव छाड़ ये जो कथा जड़े जन्म है गोटे माटी बिलू माने गोटे धान के जीवन आरंभ होती। धरतु आप देखु जंगल पर्यंत से जंगल को भी गले दिने ओए नुह माने 14 संख्या आसी 14 कहले मु जमा वर्ष बोली भावे
ଚଉଦ କହିଲେ ଚାରୋଟି ଦର୍ଶନକୁ ଆମେ ଚଉଦ ବୋଲି କହିପାରିବା। ଆମର ଜଗନ୍ନାଥ ମହାପ୍ରଭୁ କୋଉଠି ଅଛନ୍ତି? ସିଏ ମଧ୍ୟ ସେଇ ଚଉଦ ରୂପରେ ଅଛନ୍ତି। ଚଉଦ ହେଉଛି ଗୋଟିଏ ଦିବ୍ୟ ସ୍ୱରୂପ। ସେ ଦିବ୍ୟ ସ୍ୱରୂପଟି ହେଉଛନ୍ତି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ। ଏଇ ଚାରି ଅକ୍ଷରିଆ ଦର୍ଶନ ହେଉଛି ଧର୍ମ, ଅର୍ଥ, କାମ, ସତ୍ୟ, ଶାନ୍ତି, ଦୟା। ତେଣୁ 14ଟି ହେଉଛି ଗୋଟେ ଆଉ ଗୋଟେ 14ର ତତ୍ତ୍ୱ ଅଛି। ଆପଣମାନେ ଯେଉଁମାନେ ଏଠି ବସିଛନ୍ତି, ଆପଣ ଯାଇକରି ଘରେ ଆଜି ଆପଣଙ୍କ ହାତରେ ଆପଣଙ୍କ ଦେହକୁ ମୁଣ୍ଡ ଠାରୁ ଗୋଡ଼ ଯାକେ ମାପିବେ। ସେ କେତେ ହବ? ଇଏ ଛୋଟ ମଣିଷଟିଏ ହେଇଥାଉ, ଗୋଟେ ଡେଙ୍ଗା ମଣିଷଟିଏ ହେଇଥାଉ, ସମସ୍ତଙ୍କ ହାତରେ ସମସ୍ତେ 84 ଆଙ୍ଗୁଳ ବା ତାକୁ ପୁରୁଣା ଭାଷା 14 ପା। ଆଉ ସଂଖ୍ୟାରେ ବୁଝିଲେ 3 ହାତ ଅଟେ। ତେଣୁ ଏଇ ହେଉଛି 14। ଏବେ 14 ଦିନ ହଉ, 14 ମାସ ହଉ, 14 ବର୍ଷ ହଉ, ଜଣେ ନାରୀ ସିଏ କ'ଣ ଆଜିକାଲିର ଜୋତା ପିନ୍ଧିକିରି ମତ ସବୁ ଏଇ ଜୋତା ପିନ୍ଧିକି ଜଙ୍ଗଲକୁ ଯାଇଥିଲେ ନା ପାଦୁକା ପିନ୍ଧିକି ଜଙ୍ଗଲକୁ ଯାଇଥିଲେ? ସିଏ ଯାଇଥିଲେ ସ୍ୱାମୀ ଆଉ ଦେବର ବା ଲକ୍ଷ୍ମଣଙ୍କର ସେବା ପାଇଁ ଯାଇଥିଲେ। ସେ ତ କିଛି ରୋଷେଇବାସ ହଉନଥିଲା। ସେଇ ଯେଉଁ ଫଳମୂଳ ସେ ସଂଗ୍ରହ କରି ଆଣୁଥିଲେ, ତାକୁ ସେ ପରିଷ୍କାର ପରିଚ୍ଛନ୍ନ କରି କାଟିକିରି ଦେବ। ଇଏ ଗୋଟେ ସତ୍ ଗୃହିଣୀଙ୍କର ଗୋଟେ ସବୁଠାରୁ ଭଲ କାମ। ଆଚ୍ଛା, ତାଙ୍କ ଜୀବନଟା ଗଲା ମାଟି ଉପରେ ଜନ୍ମ ହେଲେ, ତାଙ୍କ ଜୀବନଟା ଅଯୋଧ୍ୟାରେ କିଛି ଦିନ ରହିଲେ, ତାପରେ ସେ ଗଲେ ଜଙ୍ଗଲ। ଏଇଭଳିଆ ଗୋଟେ ଜୀବନ ହେଉଛି ମା ଜାନକୀଙ୍କର। ଜଙ୍ଗଲକୁ ଗଲେ, ଜଙ୍ଗଲରୁ ପୁଣି ତାକୁ ରାବଣ ନେଇଗଲା ଲଙ୍କା। ସ୍ୱାମୀଙ୍କୁ ଛାଡ଼ି, ଲକ୍ଷ୍ମଣଙ୍କୁ ଛାଡ଼ି, ରାଜପ୍ରାସାଦକୁ ଛାଡ଼ି ସିଏ ବର୍ତ୍ତମାନ ଲଙ୍କାକୁ ଗଲେ। ଲଙ୍କାରେ ଯାଇକିରି କୋଉ କୋଠାବାଡ଼ି ଭିତରେ ରହିଲେ ତା ବି ନୁହଁ। ସେ ରହିଲେ କୋଉଠି? ସିଏ ଆଉ ଗୋଟେ କୃତ୍ରିମ ଜଙ୍ଗଲରେ ଅଶୋକ କାନନରେ ରହେ, ଯେଉଁଠି ଅଶୋକ ଗଛ ଗୁଡ଼ିକ ବହୁତ ଅଛି, ସେଇଠି ସୀତାଙ୍କୁ ରାବଣ। ସେ କ'ଣ ଖାଉଥିଲେ, କ'ଣ ତାଙ୍କୁ କିଏ ଖାଇବାକୁ ଦଉଥିଲା, ଏଗୁଡ଼ା କିଛି କୋଉଠି କାହିଁ ଦେଖା ହେଇନି। ସେଇ କ'ଣ ଖାଉଥିଲେ କି କ'ଣ? ଆଚ୍ଛା, ଏଇଟି ଜଣେ ଗୋଟେ ଜୀବନ। ଏଇ ଜୀବନରୁ ଆପଣ ଜାଣିବେ ସ୍ୱର୍ଗଟା କୋଉଠି, ନର୍କଟା କୋଉଠି। ସୀତା ସ୍ୱର୍ଗରେ ଥିଲେ ନା ସୀତା ନର୍କରେ ଥିଲେ? ପୁଣି ସେଇ ସୀତା 14 ବର୍ଷ ପରେ ତାଙ୍କୁ ନେଇକି ଆସିଲେ। ଗୋଟେ ନାଟକ ଚାଲିଲା
ସେ ସିନ୍ଧୁ ବନ୍ଧଟା ବନ୍ଧା ହେଲା, ରାମେଶ୍ୱର ପ୍ରତିଷ୍ଠା ହେଲେ, କପିମାନେ ବହୁ ବକ୍ରଟାକୃତି କପିମାନେ ସେ ବନ୍ଧକୁ ବାନ୍ଧିଲେ, ଲଙ୍କାକୁ ଗଲେ, ଏମିତି ବିଭିନ୍ନ କଥା ସବୁ ହେଲା। ଶେଷରେ ତାଙ୍କୁ ଲଙ୍କାରୁ ଉଦ୍ଧାର କରି ଆଣିଲେ, ରାଜସିଂହାସନରେ ବସିଲେ। ମାତ୍ର କେଇଟା ଦିନ ଗୋଟେ ବହିଛନ୍ତି, 10-15 ଦିନ କି 8 ଦିନ ବହି। ତାପରେ କ'ଣ ଅଛି? ତାପରେ ରଜପରଦକାରୀଙ୍କର କଜିଆକୁ ରାମ ଶୁଣି, ରାମ ଜଣେ ଅବତାର ପୁରୁଷ, ଏଇ ଗୋଟେ ଛୋଟିଆ କଥାକୁ ଶୁଣିବେ। ତେଣୁ ଇଏ ଛୋଟିଆ କଥାଟାକୁ ଶୁଣି ନିଜର ସହଧର୍ମିଣୀକୁ ସେ ନିର୍ବାସିତ ଦଣ୍ଡରେ ଦଣ୍ଡିତ। ପ୍ରକୃତରେ ବିଚାର କଲେ ସେ ଜମା ନିର୍ବାସିତ କରିନାହାନ୍ତି, କିନ୍ତୁ ଆମେ ତାକୁ ଯଦି ପଢ଼ିବା ଆମେ ଜାଣିବା ଏଇଟା ନିର୍ବାସିତ ଦଣ୍ଡ। ରଜପରଦକାରୀଙ୍କର କଜିଆକୁ ଶୁଣିକିରି ରାମ ଯେତେବେଳେ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ତମେ ଗୋଟେ ଆଦେଶ ଆଜି ମୁଁ ଯେହେତୁ ପାଳନ କରିବ, କ'ଣ ଭାଇ ଏଇ କଥାଟା କହିଲେ, ସୀତାଙ୍କୁ ରଥରେ ବସେଇ ନେଇ ସେଇ ବୈଦିକ ଆଶ୍ରମରେ ଛାଡ଼ିକି ଆସିବ। ସେତେବେଳେ ସୀତା ଗର୍ଭାବସ୍ଥାରେ, ତାଙ୍କ ଭିତରେ 2ଟି ଛୁଆ ବି ବଢ଼ିଲେ। ଲକ୍ଷ୍ମଣଙ୍କ ଭଳି, ଲକ୍ଷ୍ମଣ ହେଉଛନ୍ତି ଅନନ୍ତଙ୍କର ଅବତାର। ଇଏ ଅନନ୍ତଙ୍କ ମୁଣ୍ଡ ବିଗିଡ଼ିଗଲା। କି କହିଲେ, କ'ଣ ଭାଇ କହୁଛନ୍ତି ଆପଣ? ଘରୋଇ କଥା ଖାଲି ସବୁବେଳେ ଆମ ସାହିତ୍ୟ ସଂସ୍କୃତ ଭିତରେ ଅଛି। ଘରୋଇ କଥା ଦେଖନ୍ତୁ, ଲକ୍ଷ୍ମଣ ଭାଇକି କହୁଛନ୍ତି, ଭାଇ ଯାହାଙ୍କ ପାଇଁ ଲଙ୍କା ଧ୍ୱଂସ ହେଲା, ରାବଣ ମଲା, ସେତୁବନ୍ଧ ହେଲା, ଏତେ କଥା ହେଇଗଲା, ବାପା ବି ଆମକୁ ବନକୁ ପଠେଇ ସେ ମଧ୍ୟ ପ୍ରାଣ ଦେହ ତ୍ୟାଗ କଲେ, ମା'ମାନେ ବୈଧବ୍ୟ ଯନ୍ତ୍ରଣାରେ କଷ୍ଟ ପାଇଲେ। ଆଜି ଆପଣ କହୁଛନ୍ତି ଯେ ସେଇ ସୀତାଙ୍କୁ ଭାଉଜଙ୍କୁ ନେଇ ଜଙ୍ଗଲରେ ମୁଁ ଛାଡ଼ିବି, ମୁଁ ଏ କଥା କହିପାରିବିନି। ମୋର ଏ କଥା ମୁଁ ଭାବିପାରୁନି, କାହିଁକି ଆପଣଙ୍କ ମନରେ ଏତେ ବଡ଼ କଷ୍ଟ ସୃଷ୍ଟି ହେଇଛି। କିନ୍ତୁ ରାମଙ୍କର ଆଦେଶ ସେ ଏଭଳି ଭାବରେ ଗ୍ରହଣ କଲେ, କ'ଣ କହିଥିବେ, ବୁଝେଇଥିବେ କି ଚଟକଣା ମାରିଥିବେ କି, ସେଟା ଆଜିକାଲି ଭାଇ ନୁହେଁ, ଇଏ ଭାଇକି ତାକୁ ଚଟକଣା ମାରିଲେ ସିଏ ତାକୁ ଛୁରୀରେ ଆଣିକି ନିପେଇଦେବ। କ'ଣ ଭାଇ ଭାଇ ବୁଝାବୁଝି ହେଲେ ରଥରେ ବସେଇକିରି ସେ ନେଇକିରି ଗଲେ। କିନ୍ତୁ ଯାଉଛନ୍ତି ଲକ୍ଷ୍ମଣ, ଅନନ୍ତ ରୂପୀ ଲକ୍ଷ୍ମଣ। ଏଠି ଯେମିତି ବର୍ତ୍ତମାନ ଗୋପାଳ କହୁଥିଲେ ଯେ ବଳରାମ, ଆଜି ସମସ୍ତେ କୃଷ୍ଣଙ୍କ କଥାରେ ବହୁତ ଗୋଟେ ଯୋଉ ତାହାକୁ ପଚାରିବ କୃଷ୍ଣଙ୍କ କଥା ସେ ବହୁତ ଗଭୀର, କିନ୍ତୁ ବଳରାମଙ୍କ କଥାରେ କହିଲେ ପାଟି ପାଟ। କିନ୍ତୁ ବଳରାମ ହେଉଛନ୍ତି ଅନନ୍ତ। କୃଷ୍ଣ ଯେତେ ଲୀଳା କରିଛନ୍ତି, ବଳରାମଙ୍କ ବିନା ସେ କୌଣସି ଲୀଳା କରିନାହାନ୍ତି। କି ବଡ଼ ଭାଇ ବଳରାମଙ୍କୁ ନ ପଚାରି ତାଙ୍କ ମନମୁଖୀ ମଧ୍ୟ କୌଣସି ଲୀଳା କରିଥିଲେ। ଏଭଳିକି ମହାଭାରତ ଯୁଦ୍ଧ କଥା। ସେମିତି ଲକ୍ଷ୍ମଣ ଆଜି ଜାନକୀଙ୍କୁ ନେଇକିରି ଯାଉଛନ୍ତି ଜଙ୍ଗଲ ଯାକ।
ଜଙ୍ଗଲରେ ଯାଉଛନ୍ତି, ସେ କ'ଣ ଭାବୁଥିବେ ଏଇଟାକୁ ଆପଣମାନେ ମନେ ମନେ ସବୁ ସ୍ଥିର କଲା। କ'ଣ ସେ ଭାବୁଥିବେ? ମୁଁ ଭାଉଜଙ୍କୁ ଆଜି ଜଙ୍ଗଲରେ ଛାଡ଼ିବି, ପୁଣି ଜଙ୍ଗଲରେ ଛାଡ଼ିବି ବଲ୍ମୀକ ଆଶ୍ରମ ପାଖରେ। ତାମାନେ ଆଗରୁ କଥା ହେଇଛି ରାମ ବଲ୍ମୀକ, ଆଗରୁ କଥା ହେଇଯାଇଛି ବଲ୍ମୀକଙ୍କୁ ରାମ ଡାକିଛନ୍ତି, ବଲ୍ମୀକ ଆସିଛନ୍ତି, ବଲ୍ମୀକଙ୍କୁ ସବୁ କଥା କହିଛନ୍ତି। ଯେଉଁ ରାଜ୍ୟ ପାଇଁ ମୁଁ ଅଯୋଧ୍ୟାକୁ ଛାଡ଼ିଲି, ପିତାଙ୍କୁ ହରେଇଲି, ସେଇ ଅଯୋଧ୍ୟାର ପ୍ରଜାମାନେ ଯଦି ଆଜି ଅସନ୍ତୁଷ୍ଟ ବା ସୀତାଙ୍କୁ ଉଦ୍ଧାର କରି ଆଣିବା ପରେ ସେମାନେ ଯଦି ଏ କଥାକୁ ଠିକ୍ ଭାବରେ ଗ୍ରହଣ କରିପାରୁନାହାନ୍ତି, ସେମାନଙ୍କର ଖୁସି ପାଇଁ ମୁଁ ସୀତାଙ୍କୁ ଆପଣଙ୍କ ଆଶ୍ରମ ପାଖରେ ବଲ୍ମୀକ କହିଲେ, ପ୍ରଭୁ ମୁଁ ରାମାୟଣ ଲେଖୁଥିଲି, ରାମାୟଣ ମୁଁ ଲେଖୁଥିଲି, ସବୁ କାଣ୍ଡ ସରିଲା। ରାମାୟଣରେ ସବୁ କାଣ୍ଡ ବୋଲି କୁହାଯାଏ। ଆଉ ଗୋଟାଏ କାଣ୍ଡ ଅଛି ଲଙ୍କା କାଣ୍ଡ। ଇଏ ଲଙ୍କା କାଣ୍ଡଟି ମୁଁ ଆଉ ଲେଖିପାରୁନି। କାହିଁ ଲେଖିପାରୁନା? ମୁଁ ଆଉ ଲଙ୍କାରେ ସୀତା ରହିଲେ ରାବଣ ତାକୁ କେମିତି ବ୍ୟବହାର କ'ଣ କଲା, ସେ କଥା ମୁଁ କେମିତି କ'ଣ ତାକୁ ସଂଗ୍ରହ କଲି? ବର୍ତ୍ତମାନ ତ ଲଙ୍କାରେ ଆଉ ରାବଣ ନାହାନ୍ତି, କି ରାବଣର ଲୋକ ବି କେହି ନାହାନ୍ତି। ତେଣୁ ମୁଁ ତାକୁ ବର୍ଣ୍ଣନା କରିପାରୁନି। ରାମ କହିଲେ, ସୀତା ଯିବେ ବଲ୍ମୀକଙ୍କ ତମ ଆଶ୍ରମରେ ରହିବେ, ତମେ ତାଙ୍କୁ ଯାହା ପଚାରିବ ସେ ସବୁ କଥା ଗୋଟି ଗୋଟି କରି କହିଦେବେ। ସେ ସତ୍ୟର ପ୍ରତୀକ, ସିଏ ହଉଛନ୍ତି ସତୀ ସ୍ୱାଧୀ ନାରୀ, ପତିବ୍ରତା ନାରୀ, ଯାହା ସୌନ୍ଦର୍ଯ୍ୟ ଗୁଣନିକା, ସେ ହଉଛନ୍ତି ସତ୍ୟ। ଯାହା ସୌନ୍ଦର୍ଯ୍ୟ ପତିରତା ଗୁଣନିକା, ସା କାମିନୀ କାମୀ। ଇଏ ଯେତେବେଳେ ଏଇ କଥାକୁ ଶୁଣିଲେ, ବଲ୍ମୀକ ତାଙ୍କର ଯାଇକି ଆଶ୍ରମରେ ତାଙ୍କର ଅପେକ୍ଷା କରିଛନ୍ତି, ସୀତା କୋଉଦିନ ଆସିବେ। ଆଉ ଇଏ ଯୋଉ ଲକ୍ଷ୍ମଣକୁ ହାତରେ ପଠେଇଲେ ସୀତାଙ୍କୁ, ଆପଣ ମାନେ ଚିତ୍ର ଯିଏ ଦେଖୁଛନ୍ତି ଅନନ୍ତଙ୍କର, ଅନନ୍ତ ନାଗ ଶୋଇଛନ୍ତି, ତାଙ୍କର ସାତଟି ଘୋଣା, କିନ୍ତୁ ତାଙ୍କ ପାଦ ପାଖରେ ବସିଛନ୍ତି ଜଗତଜନନୀ ମା ଲକ୍ଷ୍ମୀ, ତାଙ୍କର ପାଦ ସେବା। ଯେମିତି ଜଣା ପଡୁଛି ଜଣେ କାମିକା ଲୋକ କାମ କରି 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 ଏତେ କ୍ଳାନ୍ତ ହେଇଯାଇଛି, ସିଏ ଟିକେ ବିଶ୍ରାମ, ସେଇ ବିଶ୍ରାମ କକ୍ଷରେ ଲକ୍ଷ୍ମୀ ତାଙ୍କୁ ସେବା ଦଉଛନ୍ତି। ସରସ୍ୱତୀ ବୀଣା ବାଦନ କରି ସଙ୍ଗୀତ ସ୍ଥାନରେ ପ୍ରଭୁଙ୍କୁ ଖୁସି ଦଉଛନ୍ତି। ଆପଣ ମାନେ ଆମେ ଗୋଟେ ମାନେ ପ୍ରତ୍ୟକ୍ଷ କଥା କହିବା, ଆମ ମାଟିରେ, ଏଇ ବ୍ରହ୍ମ ମାଟିରେ ଯେଉଁ ମାଟି ହଉଛି ବ୍ରହ୍ମ, ଉତ୍କଳସ୍ୟ ସମଦେଶ ଦେଶ ରାଷ୍ଟ୍ରୀ ମହିତ, ଏଇ ମାଟିରେ ଆମେ ସମସ୍ତେ ଜନ୍ମ ହେଇଛୁ। ଭଗବାନ ଜଗନ୍ନାଥ ମା ଘରକୁ ଯିବେ, ସେଠି 9 ଦିନ ରହିବେ। ମା ଘରକୁ ଯିବେ, 9 ଦିନ ରହିବେ। ତାର ଅନେକ କାରଣ ମଧ୍ୟ ଅଛି। ବିଭିନ୍ନ ପଣ୍ଡିତ ମାନେ ବିଭିନ୍ନ କଥା କହନ୍ତି।
ମୁଁ ଗୋଟେ ଛୋଟିଆ ପଣ୍ଡିତ, ମୁଁ ମୋର ପିଲାଦିନୁ ଗୋଟେ କଥା ସଂଗ୍ରହ କରିଛି। ସେ କଥାଟି ହେଉଛି ଜଗନ୍ନାଥଙ୍କର ଶ୍ରୀମୂର୍ତ୍ତି, ସେ ତିନି ମୂର୍ତ୍ତି ନଥିଲେ ଗୋଟିଏ ମୂର୍ତ୍ତି ଥିଲେ ଯାହା ହବ। ସେ ମୂର୍ତ୍ତିଟି 9 ଦିନ ପାଇଁ ସେ ଆସିବେ ଗୁଣ୍ଡିଚା ଘରକୁ, ମା ଘରକୁ ଯଜ୍ଞ ବେଦୀକି ଆସିବେ। ମା କୋଳର ଏ ମା ହାତ ରନ୍ଧା ଖାଇବେ, ଏମିତି କଥା। ସେଇ 9 ଦିନ ଭିତରେ ଜଗନ୍ନାଥଙ୍କର ଯୋଉ ଚାଳ ଘରଟି ଥିଲା, ମନ୍ଦିର ନଥିଲା। ଯିଏ କହୁଛନ୍ତି କଣ ଆମେ କହିବା, ଚାଳ ଘର ଥିଲା। କାଳିଆ ଠାକୁର ସେଇଠି ଥିଲେ, ପୂଜା କରୁଥିଲେ। ବିଶ୍ୱାବସୁ ସମର୍ଥନ ଗୋଟାଏ ଦେଉଳରେ ରଖିଥିଲା। ଆମେ ତ ସବୁବେଳେ ସୁଖ ଚାହୁଁଛୁ। ଜଗନ୍ନାଥଙ୍କର ପ୍ରଥମ ଜୀବନର ପ୍ରଥମ ପର୍ଯ୍ୟାୟଟା କ'ଣ? ନର୍କ ଭଳିଆ ନା ଆଉ କ'ଣ? କୋଉ ପାହାଡ଼ ନୀଳ ସୁନ୍ଦର ପାହାଡ଼ର କୋଉ ଗୁମ୍ଫାରେ କୋଉଠି ଗୁଡ଼ାକ ଚାଳ ଘରେ ସେ ରହୁଥିଲେ। 9 ଦିନ ପାଇଁ ସେ ପୁଣି ଆସୁଥିଲେ ଗୁଣ୍ଡିଚା ବାଡ଼ିକି। ସେଇ 9 ଦିନ ଭିତରେ ଚାଳ ଘର ଛପର ହଉଥିଲା। ଚାଳ ଘର କି ପତ୍ର ଘର ଛପର ହଉଥିଲା। ପରିଷ୍କାର ପରିଚ୍ଛନ୍ନ ହେଇଗଲା ପରେ ଇଏ ଯୋଉ ଖବର ଯାଉଥିଲା, ବର୍ତ୍ତମାନ ରେଡ଼ି ହେଇଗଲାଣି। କାଳିଆକୁ କାଳିଆ ଏଇ ହଉଛି ଗୋଟେ ମଞ୍ଜି କଥା। ये कथा को बही लेखा है, किंतु मो बही लेखा है पिला जानते। कारण एमती एक समय सब मो जीवन में आसी मात्र 14-15 वर्ष बयस कहीकि बाहादुरी अर्जन करने चाहूँगी। अनेक कथा अतीतर अनेक कथा मोर आपे आपे मन पड़े। मत जमी किए गोटे कहूला तुलसी कथा मोर मन कहदेली। जो प्रभु आसवे गुंडिचा मंदिर को गाधे जगन्नाथ पुणी ज्वर ज्वर है आमको ज्वर हो पुणी सेवा करने गोटे चाटी घरे रखे। हूँ विश्वावसुर पुराणा घर। से फलमूल खाइबे, औषध पत्र कविराजी औषध सब खाई से सुस्थ। तापर आसब नवयौवन बेश, तापर जगन्नाथ रथरे आसब। यही जो कथाटा ये सत्यता सत्य सत्य होती जगन्नाथ। ये ज्वर ठाकुर को हुए नहीं, वो मतलब तो हुए नहीं। जार ना धरले ज्वर पड़ाई ये कौन ज्वर करेंगे, ये कि पानी ढाल सुवर्ण गड़े पानी ढाल कि हीरा गड़े पानी ढाल, ये ज्वर फर किसी नुहे। ये कह जाए लीला। ये हूँ लीला। ये लीला कहा सृष्टि आमरी मान सृष्टि। सही गोटे गीत लिखी मुझे बोली करूनी कंठ खराब। सही जाओ
ବିନା ଦୁଃଖରେ କିଏ ସୁଖ ପାଇ, ବିନା ନର୍କରୁ କିଏ ସ୍ୱର୍ଗ ପାଇ। ମାତୃଗର୍ଭରେ ପିଲାଟିଏ ଥିଲା, ବଢୁଥିଲା, ତାକୁ ଯେତେବେଳେ ଆମରି ବାବାଜୀ ଗୋଷ୍ଠୀ କହିଛନ୍ତି, ମୋ ଭଳିଆ ମାନେ ପ୍ରକୃତ ବାବା ସେମାନେ କହିଛନ୍ତି, ମା ପେଟରେ ଛୁଆ କାଳେ ଅଜପା ମନ୍ତ୍ର ଜପ କଲା। ମୁଁ ତ କୋଉ ମାର ଗର୍ଭଣୀ ମାର ନାହି ମୁଣ୍ଡରେ କାନ ଦେଇ ଶୁଣିନି, ମୁଁ କାହିଁକି ସେ କଥା ବୁଝିପାରୁ। ମୋର ମହାପୁରୁଷଙ୍କର କଥା ପ୍ରଥମ ମାସେ ତୁଜେ ହେତୁ ଧବଳ ବର୍ଣ୍ଣ ଦ୍ୱିତୀୟ ମାସେ ତୁଜେ ଜଳେ ଦେଶ ମିନ ତୃତୀୟ ମାସେ ତୋର ଶୂନ୍ୟ ମେଲିଲା ନାଳ ଚତୁର୍ଥେ ଅସ୍ଥି ଖଞ୍ଜାପ ହୋଇ। ଆଉ ଏଗୁଡ଼ାକ ଆମେ ଶିଖିଛୁ। ଅଜପା ମନ୍ତ୍ର କିଏ ଜପୁଛି? ସେ ମାତୃଗର୍ଭ ତିଆରି ହଉନାହାନ୍ତି ଅଜପା ମନ୍ତ୍ର ଜପୁଥିଲା। ତାହେଲେ ସେଇ ଅନ୍ଧାର ଘର ଭିତରୁ ସେ ଯେଉଁଦିନ ମର୍ତ୍ତ୍ୟରେ ପଡ଼ିଲା, ସେଇଦିନ ସେ ସ୍ୱର୍ଗକୁ ଲାଭ କଲା। ସ୍ୱର୍ଗକୁ ବି ଦେଖିଲା ତ, ସ୍ୱର୍ଗର ଅମୃତକୁ ପାନ କଲା ଯେତେବେଳେ ସେ ମାତୃ ସ୍ତନରୁ କ୍ଷୀର ଖାଇଲା। ତେଣୁ ଏଇ ହଉଛି ମୃତ୍ୟୁର୍ମାନ ଅମୃତ ଅମର୍ଷମାନ। ତେଣୁ କଥା ବହୁତ ବଢି ଯାଉଛି। ତେଣୁ କଣ କରିବି? ତୁ ଆଉ ଦୁ ଚାରି ଥର କହିଦେଇছে ମୋ ସମସ୍ୟା ଦୁନିଆ କଥା। ତେଣୁ କୋଉଠି ଦୁଃଖ କେତେବେଳେ ଆମକୁ ଦୁଃଖଟା କାହାକୁ ଆମେ ଦୁଃଖ ବୋଲି କହିବା? ଦୁଃଖ ବିହୀନ ମଣିଷଟା କୋଉଠି ଅଛି? ସେ ଜାଗାଟା କୋଉଠି? କାଲି ଜଣେ ଆମରି ପିଲା କଥା ପ୍ରସଙ୍ଗରେ ଆମର ହସ ଖୁସିରେ କଥା ହଉ ସେ ଜଣଙ୍କ କଥା ସେ କଥାଟି କଣ? ସିଏ ଚାଲିଯିବା ଦିନ ଠାରୁ ମୋର ଆଉ ମୁଣ୍ଡ କାମ ମାନେ ପ୍ରବଳତା ସେଇ କଥାଟା। ତେଣୁ ସଜ୍ଜନ ପ୍ରକୃତ ସେ ସବୁ ହଉଛି ମଣିଷର ଗୋଟେ ଭାବ। କିଏ ବଞ୍ଚିବ? କିଏ ଦୁନିଆରେ ବଞ୍ଚିକିରି ଅଛି? ଇଏ ଲେଖା ହେଇଛି ଭୀଷ୍ମ କାଳେ ବଞ୍ଚିଛନ୍ତି, ବିଭୀଷଣ ବଞ୍ଚିଛନ୍ତି, ହନୁମାନ ବଞ୍ଚିଛନ୍ତି, ବଳି ବଞ୍ଚିଛନ୍ତି। ସେ କୋଉଠି ବଞ୍ଚିଛନ୍ତି ମୁଁ ତ ଏପର୍ଯ୍ୟନ୍ତ ବୁଲିକି ଯାଇନି କୋଉଠି। ତାର ଅର୍ଥଟାକୁ ବୁଝିବାକୁ ଗଲେ ଗୋଟେ ଘଣ୍ଟା ସମୟ ଲାଗିବ, କିନ୍ତୁ ବହୁତ ବଢିଆ କଥା। ତାକୁ ଯୋଉମାନେ ଆମଠିଆରି ଭଳି କହୁଛନ୍ତି, ରଚନା ଘୋଷରା ଭଳିଆ କହୁଛନ୍ତି, କହିଯାଉଛନ୍ତି କାମ କଥା କହିଯାଉଛନ୍ତି। ସେ ସବୁ ସନାତନ ଧର୍ମର ହିନ୍ଦୁ ସଂସ୍କୃତିର ବହୁ ବଢିଆ। ଆପଣମାନେ ହନୁମାନ ଚାଳିଶା ସମସ୍ତେ ଆଜିକାଲି ପଢିବେ। ଇଏ ସେବକଟି ଏଇ ଯୋଉ ତିଆରି ବହିଛି, ଏଇ ସେବକଟି ଗୋଟିଏ ହନୁମାନ ଚାଳିଶା ଲେଖିଛି। ତାକୁ କଣ କହୁନଥିବ ସବୁ ପଢିବେ? ଲେଖା ହେଇଛି ବୋଲି ଯିଏ ଶୁଣିଯିବ ସେ କଣ କହିଲେଣି ଆମ ଟିକେ ପଢ। ସେ କଥା ସେ ଦାୟିତ୍ୱ ପୁଣି ଆମର ଏଇ ସଙ୍ଗୀତ ଆମର ଟିକୁ ବାବୁ ଏଠି ବସିଛନ୍ତି, ତାଙ୍କୁ ଦିଆହେଇଛି। ତମେ ସେ ହନୁମାନ ଚାଳିଶା ବୋଲିକିରି କର। ତେଣୁ ସେଇ ଚାଳିଶାଟାକୁ ପଢିଲେ ତୁମେ ଜାଣିବ ହନୁମାନ କିଏ। ତୁଳସୀଦାସଙ୍କ କଥାକୁ କହୁଛି, ସେ ତ ମହାପୁରୁଷ। ଆମେ କଣ ତାକୁ ଖଣ୍ଡନ କରିବୁ? ଆମ ଭିତରେ ଯୋଉ ଭାବଟା ହଉଛି, ସିଏ ଯଦି ଲେଖିଲେ ବାଲ୍ମୀକି ରାମାୟଣ ପଢିକିରି
ମୋର ତୁଳସୀ ରାମାୟଣ ପଢ଼ିକିରି କହିଲି ଲେଖିଲି, ମୋର କାହିଁ ଦୋଷ ହବ? ତେଣୁ ଯେଉଁ ନାମ ଧରି ପବନର ସୁତ ଦେଇ ସମୁଦ୍ର ଆଣିଲା ସଙ୍କେ, ତେଣୁ ସେ ସବୁ ବହୁତ ବଡ଼ କଥା। ତେବେ କଥାଟା ଆମର କୁଆଡ଼େ ହେଲା, କୁଆଡ଼େ ଗଲାଣି ଆଉ। ତେଣୁ ଦୁଃଖ ହିଁ ସୁଖର କାରଣ। ଆଲୋକଟା କିପରି ତାକୁ ଅନୁଭବ ଯିଏ କରାଏ, ସେ କିଏ? ସେ ହେଉଛି ଅନ୍ଧାର। ସେ ହେଉଛି ଅନ୍ଧାର। ଭଗବାନ ନିରାକାର ଅବସ୍ଥାରେ ଥିଲେ, ଶୁଦ୍ଧ ଅନ୍ଧାର, ଟିକେ ବି ଆଲୋକ ନଥିଲା। ଯିଏ ଗପୁଛନ୍ତି ତାଙ୍କ ହାତକୁ ଧରିକିରି ପାଦ ଧରି କହିବ, ବାବୁ ଟିକେ ସେଇ ଜାଗାଟାକୁ ଆମକୁ ନେଇକିରି ଗଲ। ତେଣୁ ତ ବହୁତ ନିରାକାର ସାକାରକୁ ଚିହ୍ନିଛ, ଟିକେ ଭଲ। କିନ୍ତୁ ସେଇ ନିରାକାର ହେଉଛନ୍ତି ଏକ ଅନ୍ଧକାର ବଳୟ। ସେଇ ଅନ୍ଧକାର ବଳୟ ଭିତରେ ଗୋଟିଏ ଛୋଟିଆ ଆଲୋକ ଦେଖାଯାଉଛି। ସେଇ ହେଉଛନ୍ତି ନିରାକାରଙ୍କର ଜ୍ୟୋତି। ସେଇ ଜ୍ୟୋତି ଏ ସମଗ୍ର ଜଗତକୁ ପରିଚାଳନା କରୁଛି। ଆମ ପିଲାମାନେ ମଧ୍ୟ, ଆପଣମାନେ ହୁଅନ୍ତୁ, ଯେକୌଣସି ଗୁରୁଙ୍କର ଆଶ୍ରିତ ମାନେ ହୁଅନ୍ତି, ଅନେକଙ୍କ ଠାରୁ ଶୁଣିଛି ଶୋଇଥିବା ସମୟରେ ମଶାରୀ ଭିତରେ ସେ ଆଲୋକଟି ବୁଲେ, ଅନେକଙ୍କର ବିଛଣାରେ ବୁଲେ, ଅନେକ ଆଖି ବୁଜିଦେଲେ ସେ ଆଲୋକଟି ଆସେ। ସେ ଆଲୋକ କିଏ? ସେଇ ପରମାତ୍ମା ନିରାକାରଙ୍କର ଅଂଶ। ତେଣୁ ଏଇସବୁ କଥା, ଏ କଥାଟି ଆମର କାହିଁକି କୁହାଗଲା? ଯେ ଦୁଃଖ ଯଦି ନାହିଁ, ସୁଖ ଜୀବନରେ ଆସିପାରେ। ସେଇଠି ସତ୍ୟ ଲୁଚିଛି। ଯେଉଁଠି ପଥର ଭଳି ମଣିଷ ସହିପାରେ। ଧରନ୍ତୁ ଅହଲ୍ୟା କଣ ପ୍ରକୃତରେ ପଥର ହେଇଗଲେ? ତେଣୁ ସେ ଲେଖିଦେଇକିରି କେବେଠାରୁ ମରିଗଲେଣି। କୋଉ କାଳେ ଲେଖିକିରି ସେ ଗଲେଣି। କୋଉଦିନ ଆମେ ଏଠି ବସି ଖୋଜିଆ ଗଲେ କଣ? ମଣିଷଟା ପଥର ହେଇଗଲା। ପଥର ଭଳି ସେ ଦୁଃଖକୁ ସହିପାରେ। ସେ ସହିପାରିଥିଲା ବୋଲି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ତାଙ୍କୁ କଣ ଆଉ ଜାଗା ମିଳିଲାନି? ସେଇ ପଥର ଉପରେ ଯାଇ ଠିଆ ହେଲେ। ସେଇ ପଥର ପୁଣି ଏକ ଦିବ୍ୟ ନାରୀରେ ମାନେ ପରିଣତ। ଆମ କଥା ଭିତରେ କେତେ ତତ୍ତ୍ୱ ଅଛି। ଅହଲ୍ୟା ଶବ୍ଦର ଅର୍ଥ କଣ? ଅହଲ୍ୟା ଶବ୍ଦର ଅର୍ଥ କଣ? ଅହଲ୍ୟା ଆମର ବର୍ତ୍ତମାନ ଏଇ ତଳ ରୁମରେ ଅହଲ୍ୟା ସବୁ ଅଛନ୍ତି। ଅହଲ୍ୟା ଶବ୍ଦର ଅର୍ଥ ନିଶ୍ଚଳରେ ଆସନଟିଏ କରି ନିର୍ଦ୍ଦିଷ୍ଟ ଚକ୍ରକୁ ଧ୍ୟାନ କରି ଯଦି ବସିପାରିବ, ଦିନେ ନା ଦିନେ ତୁମେ ତାଙ୍କରି ସ୍ୱରୂପକୁ ପାଇବ। ସିଏ ହଉଛି ପ୍ରକୃତ ସ୍ୱରୂପ। ଆଉ କଣ ଲୋକ ଥିବ ସେ ତ ହବା କଥା। ତେବେ ଏଇ ହଉଛି ନମସ୍ତେ ନମସ୍ତେ भव पुष्पमूर्ते नमस्ते नमस्ते गुरु गणपति नमस्ते नमस्ते ज्ञान गमनधुते प्रणमामि नमस्ते। तेणु दिव्यत्व को पाइबा को हेले दुख आ सुख को
ଦୁଇଟାକୁ ନେଇକିରି ଯିବା ପାଇଁ ପଡ଼ିବ। ଆମ ଗୀତା ଆମକୁ ବୁଝେଇଛନ୍ତି ଦୁଃଖେଷୁ ଦୁର୍ବିଘ୍ନ ମନା ସୁଖେଷୁ ବିଗତ ସ୍ଫୁର ବିତରାଗ ଭୟ କ୍ରୋଧ ସ୍ଥିରଧି ମୁନି। ଆମେ ସମସ୍ତେ ମନକୁ ଆୟତ କଲେ ଆମେ ମୁନି ହବା। ଆମେ ଖାଲି ସେଇ କର୍ଣ୍ଣ କଥା ଗପୁଥିବା। କର୍ଣ୍ଣ ଏମିତି ଜାଣିଥିଲେ, ତମେ ଦେଖିଛ କର୍ଣ୍ଣଙ୍କ ଘର ଦେଖିଛ? ମୁଁ ସେ ସବୁ କଥା କିଛି ନାହିଁ, ମୁଁ ବାସ୍ତବବାଦୀ। ମୁଁ ଦ୍ୱୈତବାଦୀ ନୁହେଁ, ଅଦ୍ୱୈତବାଦୀ ନୁହେଁ। ଅଖିକିଆ ବାବୁ ମାନେ ଭାବୁଥିବେ ଇଏ ଜଣେ ଆଉ ଗୋଟେ କ'ଣ ବାଦୀ ଭାବୁଥିବେ, ମହାନ୍ତି ବାବୁ ଭାବୁଥିବେ, କିନ୍ତୁ ମୁଁ କୋଉ ବାଦୀ ନୁହେଁ। ମୁଁ ହେଉଛି ବାସ୍ତବ। ମୁଁ ବାସ୍ତବ କଥାଟାକୁ ସବୁବେଳେ ମନେ ପକାଏ ଏବଂ ସେଇଟାକୁ ହିଁ ଆଚ୍ଛା କର୍ଣ୍ଣ ତ ସବୁ ଦାନ କରି ପକେଇଲେ, ତ ଏଇଟାକୁ କିଏ ଦାନ କରିବେ? ଯେଉଁଠି କଟକ ସଂଘ ଆଜି ବସିଛି, ଯେଉଁଠି ଯୋଗ ହଉ ଆମର ବେଶୀ ବଡ଼ ଜାଗା ହେଇପାରିଲାନି, ଟିକେ ଲୋକ କମ୍ କରିବେ। ଏଇ ଜାଗା ଯୋଗ ହଉଛି, ଏଠି ନାମ ହଉଛି, ଏଠି ଗୁରୁଦେବଙ୍କର ପୂଜା ହଉଛି, ଆମେ ସବୁ ଆଉଛୁ ଖାଉଛୁ ବୁଲୁଛୁ ଯାଉଛୁ। ମୁଁ ମୋର ତ ଖାଇ ପିଇ ଦେଇକି ମୋର ଚାଲିଯିବା କଥା, କୋଉଠୁ ପଇସା ହଉଛି କିଏ ଦଉନି କ'ଣ କରି ବୁଝିଯାଏ। ତେବେ ଇଏ କ'ଣ ଛୋଟିଆ କଥା? ଖାଲି ରାଜା ହରିଶ୍ଚନ୍ଦ୍ର କର୍ଣ୍ଣ ଆଞ୍ଚଳିକତା କୁହାଯିବ କାହିଁକି? ଏଇ ଯୋଉ ଭାଇ ଭଉଣୀ ଦୁଇ ଜଣ ପ୍ରଣବାନନ୍ଦ ଆଉ ଯୋଗମାୟା, ଏଇ ଯୋଉ ଦୁଇ ଜଣଙ୍କର ଏଇ ଯୋଉ ଅପୂର୍ବ ମାନେ ଦାନ କରି ବଳି ଦାନ କରୁଥିଲେ, ବଳି ଦାନ କରୁଥିଲେ। କାହିଁକି ଦାନ କରୁଥିଲେ? ସେ ଦାନ କରୁଥିଲେ କେବଳ ସ୍ୱର୍ଗରେ ଇନ୍ଦ୍ରପଦ ଲାଭ। ଆଉ ସେ କି ଜାଣେ? ସେଇଥିପାଇଁ ଭଗବାନ ବାମନ ଅବତାରରେ ଆସି ତାଙ୍କୁ ମାନେ ପାତାଳକୁ ନେଲେ। ପାତାଳ କିଛି ନୁହେଁ, ପାଦ ତଳେ ସ୍ଥାନ। ଜୀବନରେ ଆମେ କ'ଣ ସବୁ ବାସ୍ତବକୁ ଦେଖ, ସବୁବେଳେ ଇଏ କରନା, ମୁହଁ ବୁଲେଇକି ଚାଲିଯା, ବାସ୍ତବକୁ ଦେଖ। ଗାଡ଼ିରେ ଗଲାବେଳେ ମୁଁ ଗୋଟେ ବାସ୍ତବ ରୂପ ଦେଖି ମତେ କାନ୍ଦ ମାଡ଼େ। ଗାଈଟା ମରିକି ପଡ଼ିଛି, ତାକୁ ଗାଡ଼ି ବାଛୁରୀଟି ତା ପାଖରେ ଶୋଇଛି, ବାଛୁରୀ ତାକୁ ଚାଟୁଛି। ଆଜି ବି ସେଇ ପ୍ରେମ ପଶୁ ପାଖରେ ଅଛି, କିନ୍ତୁ ଆଜି ଆମ ଭଳି ମାନେ ଆମ ଭଳି ଗୋଟେ ଛୋଟିଆ ଲୋକ ପାଖରେ ସେଭଳି ବଡ଼ ଭଲ ମିଳିବ। ଏଠି ଜଣେ ମୋ ପାଖରେ ଜଣେ ବାବାଜୀ ବସିଛନ୍ତି, ଖୁବ୍ କମ୍ ଦିନ ହେଲା ଆମ ପାଖକୁ ଆସିଛନ୍ତି। ନର୍ମଦା କୂଳର ଅଖଣ୍ଡ ମଣ୍ଡଳେଶ୍ୱର ଧାମରେ, ଆମର ଆଶ୍ରମରେ, ଧାମ କହିଲେ ଭୁଲିଗଲା, କିନ୍ତୁ ସେ ଗୋଟେ ଆଶ୍ରମରେ ସେ ବର୍ତ୍ତମାନ ଦାୟିତ୍ୱ ଦିଆହେଇଛି। ସେ ଗଲେ, ପାଇକା ନଦୀକି ପରିକ୍ରମା କଲେ, ଚିତ୍ରକୂଟ ନଦୀକି ପରିକ୍ରମା କଲେ, ପ୍ରାଚୀ ନଦୀକି ପରିକ୍ରମା କଲେ, ଜଗନ୍ନାଥଙ୍କ ଧାମକୁ ପରିକ୍ରମା କଲେ, ଫେରି ଆସିଲେ। ବର୍ତ୍ତମାନ ସେ ଯିବେ, ବାପଟା କୋଉଠି ରହିବ, ତା ଘର କୋଉଠି, ସେ କ'ଣ ଏତେ ଖେଚଡ଼ ଗୁଡ଼ା, ଆମେ ଏତେ ଆଡ଼େ ପରିକ୍ରମା କରି ସାରିଲୁ, ତମେ ଆସିକି ଆମ ପାଖରେ ପୁଣି ପହଞ୍ଚୁଛ। ତେଣୁ ମନ ଜାଣି ପାପ ପାପ ଭିତରେ ଯୋଉ ଶବ୍ଦଟି ଦିନେ ବୁଝୁଣା, ପାଦ ପଦ୍ମ। ଆଉ କ'ଣ କହୁଛ ବସିକି? ପାପ ପାପ ପାପ। ତମକୁ ପାପ କରି ଆସେ ନା, କି ପାପକୁ ବର୍ଣ୍ଣନା ବି କରି ଆସେ ନା? ଗୀତଟିଏ ଭଳିଆ ଲେଖିନି, କ'ଣ ଲେଖିକି ବୋଲୁନା, ପାଦ ପଦ୍ମେ ଥିଲା ମୋହନ
প্রত্যেক দিন গুরু মন্ত্র জপ কর, ঠিক সময়ে প্রার্থনা কর, সঠিক সময়ে সংঘ কর, কাউ কাউ না ଆଉ ସାଧୁ ସଙ୍ଗ କର। ଇଏ ବର୍ତ୍ତମାନେ ମତେ ଉଦ୍ଧାର କଲେ। ମୋ ଶିଷ୍ୟ ମୁଁ କହୁଛନ୍ତି ତାକୁ, ସେ ମତେ ଆଗ ଉଦ୍ଧାର କଲେ। ସେ ପରିକ୍ରମା କଲେ, କିନ୍ତୁ ମୁଁ ବର୍ତ୍ତମାନେ ପୁଣ୍ୟବନ୍ତ ହେଲି। ତାଙ୍କ ବାପ ମା ଯିଏ ଜନ୍ମ ଦେଇଥିଲେ ସ୍ୱର୍ଗରେ ସବୁ ଥିଲେ କି ଯୋଉଠି ଥିଲେ, ସେ ବି ଉଦ୍ଧାର ହେଲେ ଏବଂ ବସୁମାତା ଧନ୍ୟ ହେଲା। ଗୋପାଳ ଭାଇ ଆମର କହୁଥିଲେ କଣ ସେଟା ବଳରାମ ସବୁ ତୀର୍ଥ କାଳେ ବୁଲିଥିଲେ, ପ୍ରକୃତ ବୁଲିଥିଲେ ତୀର୍ଥମାନଙ୍କୁ ଉଜ୍ଜୀବିତ କରିବା ପାଇଁ। ସେ ତୀର୍ଥ ଗୁଡ଼ିକ ମଧ୍ୟ ଉଜ୍ଜୀବିତ। ଏଇସବୁ ଜୀବନର ବହୁତ ଆଜି ବି ମୋର ମନେ ପଡୁଛି, ଆମେ କେତେ ଜଣ ମିଶି କିଷାନ ସଞ୍ଜୟ ତାର ପରିବାର, କିଷାନର ପରିବାର, ଆଉ ସବୁ କାହା ପରିବାର ମୋର ମନେ। ଆମେ ଦ୍ୱାରିକା ଯାଇକି ଉଠା ଫୁକା ଏମିତି ବୁଲିବାଲି ମୁଗ ବରା ବାଗୁଆଙ୍କର ଯେଉଁ ମୁଗ ବରା ସେଆକୁ ଖାଇ ଖାଇକି ଯାଇକି ସେ ସବୁ ଆନନ୍ଦ ସୃଷ୍ଟି କରେ। ଖାଲି କ'ଣ ସଂଘ କରିଦେଲା ଆଉ ସଂଘ ସେଇଟା ମାନେ ବସିବାର ଅଭ୍ୟାସ କରୁଛ, କିନ୍ତୁ ମଝିରେ ମଝିରେ ଗୁରୁ ଭାଇ ଭଉଣୀ ମିଶି କୌଣସି ଗୋଟେ ପିକନିକ୍ କରିବାକୁ ଯିବନି, ଏଇଟା ବେକାରିଆ କଥା। ଆଉ ଯଦି ପିକନିକ୍ କରିବାକୁ ଯିବ ଡାଲମା ଭାତ କି ଡାଲି ଭାତ ଆଉ ଏଗୁଡ଼ା କ'ଣ କରିବ। ତେବେ ଏଇସବୁ ଜିନିଷକୁ ମୋର ମନେ ପଡ଼େ। ମୁଁ ଗୋଟେ ଏବେ ଦେଖୁଛି ଆମ ପ୍ରଣବାନନ୍ଦ ମନୁ ଭାଇଟାକୁ ଆମେ ସମୟ ପାଉନୁ, ସେ ବି ଟିକେ ଜଞ୍ଜାଳରେ ରହୁଛି, ମୁଁ ତ ପୁରା ପାଗଳ ବର୍ତ୍ତମାନ ମୋତେ ଏତେ ବ୍ୟସ୍ତ ଲାଗିଲାଣି। ଆପଣମାନଙ୍କର ଜଞ୍ଜାଳ ମୋତେ ପୁରା ବ୍ୟସ୍ତ କରେ। ମୁଁ ଆଉ ରାତିରେ ବେଶୀ ଶୋଇପାରୁନି ନା କିଛି ନାହିଁ। କିଏ ବାହା ହେଲାଣି, କିଏ ଗାଗୁଛା ହେଇକି ଛାଡ଼ିଗଲାଣି, କିଏ କୋଉଠି କୁଆଡ଼େ କିଏ ଗଲା ଏଇ କଥା ବୁଝି ପୁରା ମାନେ ଅନ୍ୟମନସ୍କ କଥା ଗୁଡ଼ିକ ବୁଝି ଦେଉଛି। ସତ କଥାଟା ବି ମୁଁ କହୁଛି। ଯାହା ବି ହଉ, ଆମ ଜୀବନ ଆପଣମାନଙ୍କ ପାଇଁ ଜନ୍ମ ହେଇଥିଲା, ଆପଣମାନଙ୍କ ପାଇଁ କର୍ମ କରି ଶେଷରେ ଦୁନିଆରୁ ଆମେ ଯିବା। ସମସ୍ତେ ଆଜି ଆମେ ଦେଖନ୍ତୁ, ଆମ ପିଲାମାନେ ଦେଖନ୍ତୁ କେତେ ଆନନ୍ଦ। କ'ଣ ଆମର ଦରକାର? ଆମେ ଗୋଟେ କୀର୍ତ୍ତନ ପାର୍ଟି ଆଣିଲୁ, ଆମର ଏଇଠି ପକାପକା କୋଉଠି ହେଲା 30,000 ଟଙ୍କା ନେଲେ। ମୁଁ ଶୁଣିକି କରିବି 30,000 ଟଙ୍କା ଦେଇଗଲେ। ଏଇ ଆମର ଏଠି ଆମର ବୃଦ୍ଧଙ୍କ ସବୁ ଦୀପକ ବାବୁ, ଆରମନ ମଣ୍ଟୁ ଭାଇ, ଆଉ ଆମର କୀର୍ତ୍ତନ ଭାଇ, ସେ ଯେଉଁ ଗୀତ ବୋଲୁଛି, ମୁଁ ସେ ଗୀତକୁ ଲେଖିଛି ବୋଲି ମଧ୍ୟ ମୁଁ ଭାବିପାରେ। ମୁଁ ଲେଖିଛି କେତେବେଳେ, କିନ୍ତୁ ସେ ଗୀତ ଗୁଡ଼ିକ ସେ ସଂଗ୍ରହ କରି ତାକୁ କହୁଛି। କିନ୍ତୁ କ'ଣ ଆମର ଦରକାର? ଆମେ ଭାଗବତ ଶୁଣିବୁ, ଆମର ଗୋପାଳ ଭାଇ କହିବା ଆମେ ଶୁଣିବୁ। କ'ଣ ଆମ କାଳିଆନନ୍ଦା ବି ଭାଗବତ କହିବେ, ତାଙ୍କୁ ଥରେ ଡାକିକି ସୁନ୍ଦର ଭାବରେ କହିବେ। ଜୀବନ ଆମର ଧନ୍ୟ ହେଇଛି,
সেই উৎকଳ জননীର ପାଦ ତଳେ ବ୍ରହ୍ମ ଦାରୁଙ୍କର ଦର୍ଶନରେ ଶିଶୁ ଅନନ୍ତଙ୍କ ଆଶୀର୍ବାଦରେ ଆଉ ମୋ ଗୁରୁଦେବଙ୍କର ଅସୀମ ସ୍ନେହ ମମତାରେ ଆଜି ଆମମାନଙ୍କର ଜୀବନର ଉନ୍ନତି ଆପଣମାନେ ଏଇ ଧନ୍ୟତାକୁ ଆପଣମାନେ କୋଠା କରିଥିବେ, ଟଙ୍କା ରଖିଥିବେ ବ୍ୟାଙ୍କରେ, ଆଉ ସବୁ ଏଗୁଡ଼ା ସବୁ କରିଥିବେ, ବହୁତ କରିଥିବେ, ସୁନା ଗହଣା ବି କରିଥିବେ, କିନ୍ତୁ ଜୀବନରେ ଯେତେ ପାଇଲେ ବି ନିଧି ତାପରେ କ'ଣ ଗୁରୁ ବିନା କେହି ନୁହନ୍ତି ମଶା। ତେଣୁ ଜୀବନରେ ଏଗୁଡ଼ାକ କ'ଣ ତମେ ସବୁ କରୁଛ କୋଠା ବାଡ଼ିଆ ପୁରେଇକି ନେବ ନା ସ୍ମୃତି ରହିଯିବ। ତେବେ ଦୁଃଖରେ ସୁଖରେ ଗୁରୁଙ୍କୁ, ଗୁରୁ ମନ୍ତ୍ରକୁ, ଇଷ୍ଟ ମନ୍ତ୍ରକୁ ଭୁଲିବେ ନାହିଁ। କଥାଟି ଏଇଠି ରଖିଲେ ମୁଁ ଭାରି କହିପାରୁନି, ଆଉ ସତରେ ବି କହିପାରୁନି। କାଲି ଜମା କହିପାରୁନଥିଲି, ହେରି ଘର ମାନେ ମାନେ ଜବରଦସ୍ତି ବସେଇଲି। ମୁଁ କହିଲି ମୁଁ ଏଇଠି ବସିବି, ମୋତେ ସବୁ ବୁଝେଇଦେଲେ ଆମ ଖଣ୍ଡ ଯାକ ସେଇଠି ବସିବି। ମଣ୍ଟୁ ଭାଇ ତ ବେଶୀ ବୁଝେ ନା, ତେଣୁ ମୋର କଥା ଟିକେ କହିପାରୁନି। ଆଉ କିଛି ଦିନ ଟିକେ ବିଶ୍ରାମ ନେଲେ ଭଲ ହେଇଯିବ। ସମସ୍ତେ ଭଲରେ ରହନ୍ତୁ।